ଏହି ଋତୁରେ ବି ଆମ୍ବ ମୁଁ ପରେ ଜାଣିଲି କି ଏଇଟା ହେଉଛି ବାରମାସୀ ଆମ୍ବ ଯେଉଁଟାକି କଟକରୁ ଆସିଛି ବାପା ନେଇକି ଆସିଛନ୍ତି। ତ ତାପରେ ମୁଁ ବ୍ରସ୍ କରିକି ଆସିକି ଖାଇ ଦେଇଥିଲି ନଡ଼ିଆ କୋରା ଯେଉଁଟାକି ଆମ ଘରେ ତିଆରି ହେଇଥିଲା। ତ ମୁଁ ଟିକେ ଖାଇକି ଦେଖୁଥିଲି ଟେଷ୍ଟଟା କେମିତି ଥିଲା। ହଁ ବଢ଼ିଆ ଥିଲା ଟେଷ୍ଟ। ତାପରେ ରାହୁଲ ମୁଁ ପ୍ରିନ୍ସ ବସି କୁରକୁରି ଖାଉଥିଲୁ। ତ ମୁଁ ପ୍ରଥମରୁ କହିଛି ଆମେ ତିନି ଜଣ ବହୁତ ଭଲ ସାଙ୍ଗ। ତାପରେ ଟିକେ ମୁଁ ରାହୁଲକୁ ପଚାରୁଥିଲି ତାର ଆଦର୍ଶ ଏକ୍ଜାମ୍ ଅଛି ତ ମୁଁ ତ ଟିକେ ପଚାରୁଥିଲି କି କେମିତି କ'ଣ ପଢ଼ୁଛି। ତାପରେ ସରିଲା ପରେ ମୁଁ ଟିକେ ମୁଣ୍ଡ କୁଣ୍ଡଉଥିଲି। ଆପଣମାନେ ଭାବୁଛନ୍ତି ମୁଁ କାହିଁକି କୁଣ୍ଡଉଛି ତ ମୁଁ ଦେଖିବାକୁ ଚାହୁଁଥିଲି ମୋର କେତେ ଲମ୍ବା ଚୁଟି, ସେଥିପାଇଁ ମୁଁ ଟିକେ କ୍ୟାମେରା ଆଗରେ ମୁଣ୍ଡ କୁଣ୍ଡଉଥିଲି। ତାପରେ ଇଚ୍ଛା ହେଲା କି କ'ଣ ନା ମୁଁ ବରଫ ପାଣିରେ ମୁହଁ ଧୋଇବି। ଆପଣ ମୋତେ ଜାଣିଛନ୍ତି ୟାର କେତେ ସାରା ବେନିଫିଟ୍ ଅଛି। ତ ମୁଁ ଟିକେ ଆଗେ ଧୋଇଦେଲି। ତାପରେ ମୁଁ ସବୁ ଜାଗା ଏମିତି ମାଲିସ କରୁଥିଲି। ଆଦୌ ମୁଁ ଜୋରରେ କରୁନି, ସ୍ପିଡ଼୍ କରିଛି ଭିଡ଼ିଓ ଆପଣଙ୍କୁ ସେମିତି ଲାଗୁଛି। ତ ତାପରେ ମୁଁ ସିଧା 4ଟା ବେଳକୁ ପଳେଇଥିଲି। ସୋ ଏଇଠି ଟ୍ୟୁସନ୍ ଗଲି। ତାପରେ ଆସିଲା ବେଳେ ମନେ ପଡ଼ିଲା କି ଚନ୍ଦ୍ରଗ୍ରହଣ, ଆମେ କିଛି ତ ଖାଇବୁନୁ, ସବୁ ଶୁଖିଲା ଜିନିଷ ଖାଇବାକୁ ପଡ଼ିବ। ତ ଫାଷ୍ଟ ଖାଇଥିଲି କୁରକୁରି, ଏଇଟା ଆପଣମାନଙ୍କୁ ଦେଉଛି, ମୁଁ ତ ସବୁବେଳେ ଦିଏ ଆଉ। ତାପରେ ଖାଇ ଦେଇଥିଲି ବରା ଆଉ ମିଠା। ଏଇଟା ହେଉଛି କ୍ଷୀର ଗଜା, ତ ମୁଁ ଆପଣମାନଙ୍କୁ ଦେଖେଇଦେଲି ହେଲା। ତାପରେ ମୁଁ ଯାଇଥିଲି ବାହାରକୁ କି ଚନ୍ଦ୍ରଗ୍ରହଣ କେମିତି କ'ଣ ଲାଗିଛି ଦେଖିଲା ବେଳକୁ ଅଧା ବି ନାଲ ହେଇନି। ତାପରେ ବ୍ରସ୍ କରିକି ଘରକୁ ପଳେଇ ଆସିଲି। ଆଜି ପାଇଁ ଏତିକି, ରହିଲି।